ଭୁବନେଶ୍ୱର ବାଙ୍କିସ୍ଥିତ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ ପାଳନ ଉଦ୍ଯାପନ ସମାରୋହରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟରେ ଏକ ଅଡିଟୋରିୟମ୍ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ 1 କୋଟି ଟଙ୍କାର ଘୋଷଣା କରିଛନ୍ତି ଏବଂ ବିଦ୍ୟାଳୟର ସମସ୍ତ ଆନୁଷଙ୍ଗିକ ନିର୍ମାଣ ପାଇଁ ଯାହା ପାଣ୍ଠି ଆବଶ୍ୟକ ସେସବୁ ମଧ୍ୟ ଦିଆଯିବା ନିମନ୍ତେ ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଏହି 1 ଶତାବ୍ଦୀର ଯାତ୍ରା କୌଣସି ସାଧାରଣ ସମୟସୀମା ନୁହେଁ ବରଂ ଏକ ଆଲୋକମୟ ପରିଚୟ। ଏହା କେବଳ ଗୋଟିଏ ବିଦ୍ୟାଳୟ ନୁହେଁ ବରଂ ଏକ ଆନ୍ଦୋଳନ ଯାହା ବାଙ୍କୀ ଅଞ୍ଚଳରେ ସାଧାରଣ ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେଇଛି, ସ୍ୱାଭିମାନ ଓ ସ୍ୱୟଂ ସଚେତନତା ପ୍ରେରଣା ଦେଇଛି। ସ୍ଥାପନା ହେବା ଦିନରୁ ଆଜି ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଯାତ୍ରା ସହଜ ହୋଇନଥିଲା। ସମୟର ପରିବର୍ତ୍ତନ, ସାମାଜିକ ଆର୍ଥିକ ସଙ୍କଟ, ଶିକ୍ଷା ପ୍ରଣାଳୀର ରୂପାନ୍ତରଣ ସବୁକିଛିକୁ ଜୀବନ୍ତ ଭାବେ ଏହା ଦେଖିଛି, କିନ୍ତୁ ଗୋଟିଏ ଜିନିଷ କେବଳ ବଦଳି ଯାଇନି, ତାହା ହିଁ ହେଉଛି ଏହାର ମୂଲ୍ୟବୋଧ। ଏହି ବିଦ୍ୟାଳୟ କେବଳ ବାଙ୍କୀ ନୁହେଁ, ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦ୍ୱାରା ଜ୍ଞାନର ଆଲୋକ ବିକିରଣ କରି ସମଗ୍ର ଓଡ଼ିଶାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଶିକ୍ଷା ବ୍ୟବସ୍ଥା ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଶିକ୍ଷାର ଦ୍ୱିତୀୟ ବିକଳ୍ପ ନାହିଁ, କାରଣ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ ଯାହା ଆମକୁ ଅଜ୍ଞାନରେ ଅନ୍ଧକାରକୁ ଜ୍ଞାନ ଓ ଚେତନା ଆଡ଼କୁ ନେଇଯାଏ। ଆଜିର ପରିବର୍ତ୍ତନଶୀଳ ସମାଜ ସହ ତାଳ ଦେଇ ଆଗକୁ ବଢ଼ିବାକୁ ହେଲେ ନୂତନ ଶିକ୍ଷା ବ୍ୟବସ୍ଥା, ନୂତନ ଆଇଡ଼ିଆ ସହ ଚାଲିବାକୁ ହେବ। ଏହାକୁ ହୃଦୟଙ୍ଗମ କରି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ବିସ୍ତୃତ ଆଲୋଚନା ପରେ ନୂତନ ଜାତୀୟ ଶିକ୍ଷାନୀତି 2020ର ଶୁଭାରମ୍ଭ କରିଥିଲେ, କିନ୍ତୁ ରାଜନୈତିକ କାରଣରୁ ଓଡ଼ିଶାରେ ଏହାକୁ ଲାଗୁ କରାଯାଇନଥିଲା। କିନ୍ତୁ ଆମ ସରକାର ଆସିବା ପରେ ତୁରନ୍ତ ଆମେ ଏହାକୁ ଲାଗୁ କରି ସାରିଛୁ। ଓଡ଼ିଶାରେ ବିଦ୍ୟାର୍ଥୀମାନେ ବି ଦେଶର ଅନ୍ୟ ଛାତ୍ରଛାତ୍ରୀଙ୍କ ପରି ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ। ନୂତନ ଶିକ୍ଷାନୀତି 2020ର ପ୍ରଣୟନ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଦଶା ଓ ଦିଶାକୁ ନୂତନ ଦିଗନ୍ତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଏମ୍ଶ୍ରୀ ଅଧୀନରେ ରାଜ୍ୟରେ 762ଟି ସ୍କୁଲକୁ ଆଦର୍ଶ ସ୍କୁଲ ଭାବେ ବିକଶିତ କରାଯିବ। ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ 2200ଟି ପଞ୍ଚାୟତରେ ପ୍ରାୟ 12,000 କୋଟି ଟଙ୍କା ବ୍ୟୟରେ ଏହି ସ୍କୁଲ ନିର୍ମାଣ ହେବ। ଆସନ୍ତା 3 ବର୍ଷ ମଧ୍ୟରେ 44,433ଟି ଶିକ୍ଷକ ପଦବୀ ପୂରଣ କରାଯିବ, ଅର୍ଥାତ୍ ବର୍ଷକୁ ପ୍ରାୟ 15,000 ପଦବୀ ପୂରଣ କରାଯିବ। ପ୍ରତ୍ୟେକ ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ଏବଂ 100 ବର୍ଷରୁ ଅଧିକ ପୁରୁଣା ସମସ୍ତ ବିଦ୍ୟାଳୟକୁ ସଂରକ୍ଷଣ ଓ ପୁନର୍ନିର୍ମାଣ କରିବା ଲକ୍ଷ୍ୟ ନେଇ ଐତିହ୍ୟ ବିଦ୍ୟାଳୟ ଯୋଜନା ଲାଗୁ କରାଯାଇଛି ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟରେ ପ୍ରାଥମିକ ଶିକ୍ଷା ବିକାଶ ପାଇଁ ସରକାର ପ୍ରତିବଦ୍ଧ। ଚଳିତ ବଜେଟରେ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଶିକ୍ଷା କ୍ଷେତ୍ରରେ ହୋଇଥିବା ପ୍ରାବଧାନ ହେଉଛି ମୋଟ ବଜେଟର 14.2% ଏବଂ ଜିଏସ୍ଡିପିର 3.9%, ଯାହା ଦେଶର ପ୍ରମୁଖ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଯେଉଁମାନେ 14%ରୁ ଅଧିକ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି, ତାହା ହେଉଛି ଆମ ସରକାରଙ୍କ ଶିକ୍ଷା ପ୍ରତି ଆନ୍ତରିକତା। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାପାଳଙ୍କୁ ବାଙ୍କୀ ଏନ୍ଏସି ଅଞ୍ଚଳକୁ ମ୍ୟୁନିସିପାଲିଟି ଭାବେ ଅନ୍ତର୍ଭୁକ୍ତ କରିବା ପାଇଁ ଯେଉଁ ସବୁ ଆବଶ୍ୟକତା ଅଛି ସେସବୁର ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକ୍ରମରେ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ, ଶତବାର୍ଷିକୀ କମିଟିର ସଭାପତି ଶ୍ରୀ ଭବାନୀ ପ୍ରସାଦ ପଣ୍ଡିତ, ଶତବାର୍ଷିକୀ କମିଟିର ସମ୍ପାଦକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, କମିଟିର ସଂଯୋଜକ ଶ୍ରୀ ନୀଳମୋହନ ତ୍ରିପାଠୀ ଓ ଶ୍ରୀ ଶୁଭାଂଶୁ ମୋହନ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ। ସମୃଦ୍ଧ